ଆଜ୍ଞା ଆମର ବହୁତ ପୁରାତନରୁ ଆମର କୁରାଳ ସମାଜର ପୂଜା ଚାଲି ଆସିଛି। ଏଇଟା ରାଜ୍ୟ ସ୍ତରରେ ଚାଲି ଆସିଛି, ଏଇଟା ଓଡ଼ିଶା ଇଏ ଜିଲ୍ଲା ସ୍ତରରେ ଚାଲି ଆସିଛି, ଆଉ ଆମର ଏଇ ଘୁମୁସର ତାଲୁକା ସ୍ତରରେ ମଧ୍ୟ ଚାଲି ଆସିଛି। ବହୁତ କଷ୍ଟରେ ଆମର ଗୁଜରାଣ ମେଣ୍ଟୁଛି। ଏଥିପାଇଁ ସରକାର ମଧ୍ୟ କିଛି କାହିଁ ଗୁରୁତ୍ୱ ଦେଉନାହାନ୍ତି। ଆମେ ଯେମିତି ଚଳୁଛୁ ବହୁତ କଷ୍ଟରେ ଚଳୁଛୁ। ଆମର ଦେଖନ୍ତୁ ମାନେ ପୁରାଣ ମଧ୍ୟ ଆମର ଗୋଟେ ଇଏ କ୍ୟାଲେଣ୍ଡର ମଧ୍ୟ ଆମର ଗୋଟେ କୁରାଳ ପଞ୍ଚମୀ ବୋଲି ଆମର ଗୋଟେ ଆଗରୁ ପୁରାତନ କାଳରୁ ଚାଲିଛି ଏବେ ମଧ୍ୟ ଚାଲୁଛି। ଆଉ କଷ୍ଟ କରୁଛୁ, ଦୁଃଖେ କষ্টରେ ଚଳୁଛୁ। ଏଥିରେ ଆପଣଙ୍କୁ ଆମେ କହି ରଖୁଛୁ ଯେ ଯଦି ସରକାର କିଛି ଅନୁଦାନ ଦିଅନ୍ତେ ବୋଲେ ଆଉ ଟିକେ ଆମ ଉତ୍ସାହଟା ବଢ଼ିଥାନ୍ତା। ଆଉ ଟିକେ ଲୋକଙ୍କୁ ଆମ ଟିକେ ଉତ୍ସାହ କରିବା ପାଇଁ ବୋଲି ପ୍ରେରଣା ଦେଇଥାନ୍ତୁ, ତାଙ୍କେ ଆଉ ଟିକେ କୁମ୍ଭକାର କରିବା ପାଇଁ ବୋଲି ଆଗ୍ରହ ହେଇଥାନ୍ତେ। ଏଥିରେ ଟିକେ ଆମର ଯେତେବେଳେ ସରୁ ନାହିଁ ତାହେଲେ ବିଦେଶ ଖଟିକିରି ଦାଦନ ଖଟୁଛନ୍ତି, ଏଇଟା ଗୋଟେ ବହୁତ କଷ୍ଟ ଲାଗୁଛି ଆଜ୍ଞା। ତେଣୁକରି ସରକାର ଥ୍ରୋରୁ ଯଦି କିଛି ମିଳନ୍ତା ତାହେଲେ ବହୁତ ଭଲ ହୁଅନ୍ତା, ବହୁତ ଭଲ ହୁଅନ୍ତା। ଆମର କୁରାଳ ପଞ୍ଚମୀରେ କୁମ୍ଭାକାର ମାନଙ୍କର କୁରାଳ ସମାଜର ବର୍ତ୍ତମାନ ନିମପଦର ଗ୍ରାମର ପ୍ରଥମ ପୂଜା, ଯାହାକି ବିଷ୍ଣୁ ପୂଜା ବର୍ତ୍ତମାନ ଜଳଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ବର୍ତ୍ତମାନ ମଣ୍ଡଳ ପଡ଼ି ଆମର ବିଷ୍ଣୁଙ୍କର ପୂଜା ହେବ। ବିଷ୍ଣୁଙ୍କୁ ଜୀବନଦାନ ଚକ୍ଷୁଦାନ ଦିଆଯିବ। ତାପରେ ହୋମ କାର୍ଯ୍ୟ ହେବ। ହୋମ ପରେ ବଳିଦାନ ହେବ। ରାତ୍ରକୁ ପୁରାଣ ପାଠ କରାଯିବ ଏବଂ କାଲି ସକାଳେ ପୂଜାକର୍ମ ହେବ, ଆଳତି ହେବ ସନ୍ଧ୍ୟା ସମୟରେ ଏବଂ ପହରଦିନ ସକାଳୁ ପୂଜା କରି ସନ୍ଧ୍ୟାରେ ଦେବତା ବିସର୍ଜନ କରାଯିବ। ଏଣୁ ସମସ୍ତ ସାହିର କୁରାଳ ସମାଜର ଏବଂ କୁମ୍ଭାକାରମାନ ସମସ୍ତେ ଏ ମାଟି ପାତ୍ର ଗଢ଼ି ଆମର ଏ ଅଞ୍ଚଳରେ ଆଦରଣୀୟ ସ୍ଥାନରେ ଅଛନ୍ତି, ଯାହାକି ଦେବତା କାର୍ଯ୍ୟ ପାଇଁ ସେମାନେ ତୁଲାଉଛନ୍ତି। ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ଏବଂ ହୋମ ଯଜ୍ଞ ଆଦି କୁମ୍ଭ ଠେକି ସରା ହାଣ୍ଡି ଏବଂ ହାଟୁଆ ସବୁ ଦେଇ ସମସ୍ତ ଆମର ଧର୍ମ ରକ୍ଷା କରିଛନ୍ତି। ଏଣୁ ଏମାନଙ୍କୁ କିଛି ସରକାରୀ ସାହାଯ୍ୟ ପ୍ରଦାନ କରାଗଲେ ଉପର ସ୍ତରରୁ ଏମାନେ ଉପକୃତ ହେବେ। ଏମାନଙ୍କର ଏ କାମ ପରମ୍ପରା ବାପା ଅମଳରୁ ଚାଲିଛି। ତା ପୁଅ ଏହା ସମସ୍ତେ ଗଢ଼ୁଛନ୍ତି। ଏ ପୂଜା ପାଇଁ ସମସ୍ତଙ୍କର ଆଗ୍ରହ ଶ୍ରଦ୍ଧା ବଢ଼ିଯାଇଛି, ଯାହାକି ଉତ୍ସାହିତ ସହ ଆଜି ବିଷ୍ଣୁ ପୂଜା ହେବାକୁ ଯାଉଛି। ଏ ଗ୍ରାମର ପ୍ରଥମ ଥର ଏ ପୂଜା ଅନୁଷ୍ଠିତ ହେଉଛି। ଏ ପୂଜାରେ ସମସ୍ତେ ଭାଗ ନେଇ ଆଶୀର୍ବାଦ ପ୍ରଦାନ କରାଯିବ। ଆଉ ଆମ ସ୍ୱାମୀ ମୋ ଶ୍ୱଶୁର ହାଣ୍ଡି ଘୋଡ଼ୁଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରୁଛୁ। ମାଟି ଆମ ଶ୍ୱଶୁର କେବେଠୁ କରିଛନ୍ତି, ଆମେ ବାହା ନ ଆଗରୁ 20-30 ବର୍ଷ ଆଗରୁ ତାଙ୍କ ଆଗରୁ ଆମେ କରୁଥିବେ। ଆଉ ତାଙ୍କ ପରମ୍ପରା ତାଙ୍କୁ କରୁଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରୁଛୁ। କାଠ ମାଟି ଏସବୁ ସାହାଯ୍ୟ କରୁଛୁ। ହଁ ହାଣ୍ଡି ତିଆରି କରୁଛନ୍ତି, ଆମେ ଦୀପାଳି ତିଆରି କରୁଛୁ, ହେଜା ବିକ୍ରି କରି ଚଳୁଛୁ। ଆଉ ସେଥିରେ ଚଳିପାରୁନୁ ନାହିଁ, ଆଉ ଟିକେ ସାହାଯ୍ୟ ହେଲେ ଭଲ ହୁଅନ୍ତା। ଆଉ ସରକାରୀ ସାହାଯ୍ୟ କିଛି ମିଳୁଛି? ନାଇଁ, କିଛି ମିଳୁନି। ଆଜି ଯୋଉ ପୂଜା କରୁଛନ୍ତି କଣ ପାଇଁ କରୁଛନ୍ତି ଏବଂ କାହିଁକି କରୁଛନ୍ତି? ଆମର ପରମ୍ପରା ଅଛି ବିଷ୍ଣୁ ପୂଜା।